ମୋ ନାଁ ବ୍ରହ୍ମାନନ୍ଦ ମହାକୁଡ଼, ବରଗଡ଼ ଜିଲ୍ଲା ଆଇନଟିସି ପ୍ରେସିଡେଣ୍ଟ ଏବଂ ଆମ ସମ୍ମାନୀୟ ସମିତିର ଜଏଣ୍ଟ କନଭିନର ବରଗଡ଼ ଜିଲ୍ଲା। ଆମର 17 ଦଫା ଦାବି ନେଇକରି 9 ତାରିଖ ସମସ୍ତ ଅଫିସ ବନ୍ଦ କରିବା ପାଇଁ ସ୍ଥିର ହୋଇଛି ଏବଂ ଆମେ ଜୁଲାଇ 9 ତାରିଖ ସାଧାରଣ ଧର୍ମଘଟ ଦାବି ସହ ଶ୍ରମିକ ବିରୋଧ 4ଟି ଶ୍ରମ ବୋର୍ଡକୁ ବାତିଲ କର, ସମସ୍ତ ଠିକା ସ୍କିମ୍ ସଂଗଠିତ ଶ୍ରମିକ ମାନଙ୍କର ମାସିକ ସାମାନ୍ୟ ମଜୁରୀ 26,000 ଘୋଷଣା କର, କାର୍ଯ୍ୟ କ୍ଷେତ୍ରରେ ଠିକା ଶ୍ରମିକ ବହିରାଗତ ଶ୍ରମିକ ଶିକ୍ଷା ସ୍କିମ୍ ଶ୍ରମିକ ବ୍ୟବସ୍ଥା ପ୍ରତ୍ୟାହାର କରି ସମାନ କାମକୁ ସମାନ ମଜୁରୀ ପ୍ରଦାନ କର, ସାମାନ୍ୟ ମାସିକ ପେନସନ 9,000 କରିବା ସହ ସ୍କିମ୍ ପରିବହନ ନିର୍ମାଣ କୃଷି ଘରୋଇ ଶ୍ରମିକ ବ୍ୟବସାୟୀ ବିଡି ଦାଦନ ସମସ୍ତ ଶ୍ରମଜୀବୀ ଜନଗଣଙ୍କୁ ଇଆଇ ଅନ୍ତର୍ଭୁକ୍ତ କର, ଏନସିପି ଏନପିଏସ୍ ଓ ୟୁଏସ୍ ବାତିଲ କରି ପୁରୁଣା ପେନସନ ଯୋଜନା ଚାଲୁ କର, ଇପିଏଫ୍ ଇଏଏସ୍ଆଇ ବୋନସ ଓ ଗ୍ରେଡି କ୍ଷେତ୍ରରେ ଥିବା ସିଲିଂ ପ୍ରତ୍ୟାହାର କର, ୟୁନିୟନ ପଞ୍ଜୀକରଣ ପାଇଁ ଆବେଦନ କରିବାର 45 ଦିନ ମଧ୍ୟରେ ପଞ୍ଜୀକରଣ କର ଓ ପ୍ରତିବର୍ଷ ଭାରତ ଶ୍ରମ ସମ୍ମିଳନୀରେ କରିବା ପାଇଁ ବ୍ୟବସ୍ଥା କର, ନିତ୍ୟବ୍ୟୟୀ କାର୍ଯ୍ୟ ଜିନିଷର ଦର ବୃଦ୍ଧି ବନ୍ଦ କର, ଋଣ ମଣ୍ଡଳ ବ୍ୟବସ୍ଥାକୁ ସର୍ବଜନୀନ କରିବା ସହ ଖାଦ୍ୟ ସାମଗ୍ରୀ ଔଷଧ କୃଷି ଯନ୍ତ୍ରପାତି ଉପରୁ ଜିଏସଟି ପ୍ରତ୍ୟାହାର କର, ପେଟ୍ରୋଲ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ପ୍ରତ୍ୟାହାର କର, ଚାଷୀ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ କମିଶନ ସୁପାରିଶ ଅନୁଯାୟୀ ସ୍ଥିର କର, ରାଷ୍ଟ୍ରୀୟ ଉଦ୍ୟୋଗର ଘରୋଇକରଣ ବନ୍ଦ କର ଓ ଏନସିପି ଯୋଜନାକୁ ବାତିଲ କର, ବିଦ୍ୟୁତ ବିଲ୍ 2022କୁ ପ୍ରତ୍ୟାହାର କରି ବିଦ୍ୟୁତ କ୍ଷେତ୍ରରେ ଘରୋଇକରଣ ବନ୍ଦ କର, ସ୍ମାର୍ଟ ମିଟର ବସାଇବା ବନ୍ଦ କର, କାମ କରିବା ଅଧିକାର ସମ୍ବିଧାନର ମୌଳିକ ଅଧିକାର ଅନ୍ତର୍ଭୁକ୍ତ କରି ମନରେଗାରେ ଦୈନିକ 600 ମଜୁରୀ ସହ ବର୍ଷକୁ 200 ଦିନର କ୍ୟାମ୍ପ ଗ୍ୟାରେଣ୍ଟି ସହ ସହରାଞ୍ଚଳ କ୍ରମ ନିଯୁକ୍ତି ଗ୍ୟାରେଣ୍ଟି ଆଇନ ପରିବର୍ତ୍ତନ କର। ତ ଏହି ସବୁ ଗୁଡ଼ାକକୁ ନେଇ ଆମର ଆଉ ବହୁତ ଅଛେ, ଇ ଦଫାରେ ଆମେ ପଛେ ଆପଣମାନଙ୍କୁ ସବୁ ଜଣାଇଦେମୁ ଏବଂ ଏଥିର୍ଲାଗି ସମସ୍ତ ଅଫିସ ପାତି ବ୍ୟାଙ୍କ କର୍ମଚାରୀ ସମସ୍ତଙ୍କୁ ଆମର ଅନୁରୋଧ ବିନତି ଯେ ସମସ୍ତେ ସହଯୋଗ କରି ବନ୍ଦ କରିବାକୁ ମୁଁ ବରଗଡ଼ ଜିଲ୍ଲା ଆଇନଟିସି ଆଉ ସୈନ୍ୟ ସମିତି ଅନୁରୋଧ କରି ସମସ୍ତଙ୍କୁ ଅନୁରୋଧ କରିକି ମୁଁ ଇଏ କରୁଛି ଯେ ସମସ୍ତେ ସହଯୋଗ କରୁ ଆମକୁ।